ରାମ ରାମ କହିଲ। ପ୍ରଭୁ ଶ୍ରୀକୃଷ୍ଣ ଆସିଲା ବେଳେ ଏ ସଂସାରରେ ପରିବାର ଲୋକ ଅସ୍ତ୍ର ଶସ୍ତ୍ର ଧରି ଏ ସଂସାରରେ ଯୁଦ୍ଧ କରୁଥିଲେ। ଏ ସଂସାରର ଧନ ସମ୍ପତ୍ତି ପାଇଁ, ଘର ଦ୍ୱାର ପାଇଁ, ସେ ପାବାର ପାଇଁ ପରିବାର ଲୋକ ହୋଇ ଆମ ଏଇ କଳି ଯୁଗରେ ସାମ୍ନାରେ ଯୁଦ୍ଧ କରୁନାହାନ୍ତି। ପଛପଟରେ ବିନା ଅସ୍ତ୍ରରେ ମନ ଭିତରେ ଜାଦୁ ଟୋଣା ବ୍ଲାକ୍ ମ୍ୟାଜିକ ତାନ୍ତ୍ରିକ ଶିରା ଗୁଣିଆ ଘର ଘରେ ସମସ୍ତଙ୍କ ଘରେ ଭାଇ ଭାଇ ବାପା ମା ଆଉ ଗୋଟେ ଭାଇ ଜମି ପାଇଁ ଘର ପାଇଁ ଗୋଟେ ଭାଇ ଉପରକୁ ଚଢିଲା ଆଉ ଗୋଟେ ଭାଇ ତାକୁ ତଳକୁ ଟାଣୁଛି। ଯାହାକୁ ସେ ପାବାରେ ରହିବାର ଇଚ୍ଛା ହଉଛି ନା ସେ ସବୁବେଳେ ସେ ପାବାରେ ରହିବା ପାଇଁ ସେ କିଛି ବି କରୁଛି। ସେ ଧର୍ମ ଅଧର୍ମ କିଛି ଭିତରେ ଭାବୁନାହାନ୍ତି। ଆମ କଳି ଯୁଗରେ ଆମ ନିଜ ଲୋକକୁ ଆମେ ତାଙ୍କୁ ତଳେ ବସିକି ଆଜି ଆମେ ଉପରକୁ ଚଢୁଛୁ। ଏଇଟା ଗୋଟେ ଗୋଟେ ଅଧର୍ମ ହଉଛି। ଭଗବାନ ଦେଖୁଛି ଦିନେ ନା ଦିନେ ତା ସଜା ଦେବ। ସେ ଜ୍ଞାନ ତାଙ୍କୁ ନାହିଁ। ସବୁବେଳେ ଏ ସଂସାରରେ ସତ୍ୟର ହିଁ ଜିତ ହୁଏ। ଷ୍ଟାର୍ଟିଂ ରେ ଅଧର୍ମର ଟିକେ ସୁଖ ମିଳିଥାଏ। ଷ୍ଟାର୍ଟିଂ ରେ ଜିତ ହେଇଥିବ ଅଧର୍ମର, ଲାଷ୍ଟରେ ବହୁତ ବଡ ପରିଣାମ ଅଧର୍ମର। ଆମ ଏ କଳିଯୁଗର ପ୍ରାଣୀ କିଏ ଭାବୁନାହାନ୍ତି। ସମସ୍ତଙ୍କ ଘରେ ତମେ ଯାହା ବି ଘରେ ଦେଖ ଅନ୍ୟ ଲୋକ କିଏ ଆମର ଦୁଶ୍ମନ ନାହିଁ। ଆମ ନିଜ ଘର ଲୋକ ହିଁ ସମସ୍ତଙ୍କ ଘରେ ସାହି ପଡୋଶୀ କିଏ କାହାକୁ ଦୁଶ୍ମନ ନାହିଁ। ନିଜେ ନିଜେ ରିଲେଟିଭ ନିଜେ ଭାଇ ନିଜ ଭଉଣୀ ନିଜ ଘର ଲୋକ ହିଁ ଆଉ ଗୋଟେ ଭାଇ ଆଉ ଗୋଟେ ଘର ଲୋକକୁ ଆଉ ଗୋଟେ ଭାଇ ଆଉ ଗୋଟେ ଲୋକ ସାମ୍ନାରେ ଭଲ ମିଶିକରି ଭଲ କଥା ହେବେ ଏତେ ସୁନ୍ଦର ରେସ୍ପେକ୍ଟ କରି ଏତେ ସୁନ୍ଦର ଦୁନିଆ ଚାଲିବ। ମାତ୍ର ପଛପଟରେ ମନ ଭିତରେ ସେ ବ୍ଲାକ୍ ମ୍ୟାଜିକ ତାନ୍ତ୍ରିକ ଶିରା ଗୁଣିଆ ଏଇଠି ସେଠି ନସାଣି ବସାଣି କରି ସେ କୁକୁଡ଼ା ମେଣ୍ଢା ଛେଳି ଗାଈ ଆଉ ଗୋଟେ ଲୋକେ ମରୁଛନ୍ତି। ତାଙ୍କୁ ମାରି ସାରିଲା ପରେ ତାଙ୍କୁ ଜମି ବାଡି ତାଙ୍କୁ ଇଚ୍ଛା ସବୁ କିଛି ମୁଁ ଖାଇବି ଆଉ ଏ ସଂସାର ତାର ଜୀବନ ଅମର ହୋଇନି। ସେମିତି ସୋଚ ଭାବୁଛନ୍ତି। ଏ ସଂସାରରେ ରାବଣ ଥିଲା, ରାବଣ ପାଖରେ କଣ ନଥିଲା? ସବୁ କିଛି ଥିଲା। ଅମର ରହିବାର ବଡ ବି ପାଇଥିଲା ରାବଣ। ଏତେ ଶକ୍ତି ଥିଲା, ଏତେ ଜ୍ଞାନ ଥିଲା, କିଛି ହେଇ ଏଇ ମାଟିରେ ମିଶିଗଲା। ଏଇ ଜମି ଏଇ ଘର ଏଇ ଧନ ସମ୍ପତ୍ତି ଏଇଟା ପାଇଁ ହିଁ ମହାଭାରତରେ ବି ସମସ୍ତେ ମାଟିରେ ମିଶିଗଲେ। ଆଜି ଯୋଉ ଜମି ଯୋଉ ଧନ ସମ୍ପତ୍ତି ଯୋଉ ଘର ଯୋଉ ରାଜ ସିଂହାସନ ପାଇଁ ମହାଭାରତ ହେଲା, ସେ ରାଜ ସିଂହାସନ ସେଇଠି ରହିଗଲା। ସେ ଜମି ସେଇଠି ରହିଗଲା। ସେ ଧନ ସମ୍ପତ୍ତି ସେଇଠି ରହିଗଲା। ଯିଏ ବି ସେ ମହାଭାରତ କଲେ ସେ ରାଜ ସିଂହାସନ ଧନ ସମ୍ପତ୍ତି ପାଇଁ ସେ ଲୋକ ଗୋଟେ ହିଁ ସଂସାରରେ ନାହିଁ। ସମସ୍ତେ ଦୁନିଆ ଛାଡି ପଳେଇଲେ। ଆମ ଏ କଳିଯୁଗ ଲୋକ ଭାବୁନାହାନ୍ତି ଆମେ ଜୀବନ ଏଠି ଆମେ ଅମର ରହିବୁ। ଗୋଟେ ଲୋକକୁ ମାରି ପଡି ଏମିତି ଭାବି ଆଉ ଗୋଟେ ଲୋକକୁ ଦୁଶ୍ମନ କରି ଆଉ ଗୋଟେ ଲୋକ ଦୁଶ୍ମନ କରି ପଛରେ ତାର ଜୀବନ ଲାଗୁଛନ୍ତି ତାଙ୍କ ପଛରେ ଲାଗୁଛନ୍ତି। ବେଶୀ ପଇସା ହଉଛି ବେଶୀ କିଛି ଅଛି ବୋଲି ତାଙ୍କୁ ସାହାଯ୍ୟ କରୁଛନ୍ତି, ତାଙ୍କୁ ହେଲ୍ପ କରୁଛନ୍ତି ଆଗକୁ ବଢିବା ପାଇଁ। ଘର ଲୋକ କି ବାହାର ଲୋକ ଗୋଟେ ଲୋକକୁ ତମକୁ ଟାଣିଦେଲା ସେଟା ଧର୍ମରେ ଲେଖିନି କୋଉ ଶାସ୍ତ୍ରରେ ବେଦରେ ବି ଲେଖିନି। ଗୋଟେ ଲୋକକୁ ଆମେ ତଳକୁ ଟାଣିକରି ଆମେ ଆଗକୁ ବଢିବୁ। ତାହେଲେ ସେ ଯେମିତି ହଉ ଆମ ଲାଇଫ ଆମେ ଯେମିତି ହଉ ଆମେ ସେମିତି ଚାଲିଲେ କରିବ। ଆଉ ଗୋଟେ ଲୋକ ଟାଣିବାର କଣ ଏ ଗୋଟେ ଗୋଟେ କରୁଛନ୍ତି କିଏ ଭାବୁନାହାନ୍ତି। ଆମର ଏଇଟା ଦିନେ ନା ଦିନେ ଆମକୁ ସଜା ମିଳିବ। ଆମେ ସଜା ଦେବା ନାହିଁ। ଭଗବାନ ସମସ୍ତଙ୍କୁ ଜନ୍ମ ଦେଇଛି ଏ ସଂସାରରେ ଯେତେ ଜୀବଜନ୍ତୁ ଅଛନ୍ତି ଏ ସମସ୍ତଙ୍କୁ ମଣିଷକୁ ଜୀବଜନ୍ତୁ ସମସ୍ତଙ୍କୁ ଭଗବାନ ଜନ୍ମ ଦେଇଛି। ସମସ୍ତଙ୍କୁ ଦେଖୁଛି, ସମସ୍ତଙ୍କୁ ସମାନ ଅଧିକାର ଦେଇଛି। ଯାହା କର୍ମର ଫଳ ତାଙ୍କୁ ହିଁ ମିଳିବ। ମାତ୍ର ଆମ ମଣିଷ ଏଇ କଳିଯୁଗର ମଣିଷ ଏବେ ସମୟର ଭାବୁନାହାନ୍ତି। ଆଉ ଗୋଟେ ଲୋକ ମୁଁ ମାରି ତା ସବୁ କିଛି ଖାଇବି ମୋ ପାୱାରଫୁଲ ହେବି ସେମିତି ଭାବୁଛନ୍ତି। ସେ ଗୋଟେ ଅଧର୍ମର ସେମାନେ ଦେଖୁନାହାନ୍ତି। ସେ ସଜା ଗୋଟେ ଦିନ ତାଙ୍କୁ ଭୋଗିବା ପାଇଁ ପଡିବ। ଘର ଘରେ କଳି ଲାଗୁଛି ସମସ୍ତଙ୍କ ଘରେ ଏବେ କଳି ଯୁଗରେ। ତମେ ଏବେକା କାହା ଉପରେ ବିଶ୍ୱାସ କରୁନି। ତମ ନିଜ ଘର ବାହାର ସାଙ୍ଗସାଥି ରିଲେଟିଭ ଏବେ ସମୟରେ କାହାକୁ ବି ବିଶ୍ୱାସ କରୁନି। ଏ ଦୁନିଆରେ କିଏ କାହାର ନାହିଁ। ସବୁବେଳେ ଏକା କରିବା ପାଇଁ କୋସିସ କର, ସବୁବେଳେ ଭଗବାନ ସାଥିରେ ରହିବା ପାଇଁ କୋସିସ କର। ଆଉ ଯୋଉ ସମୟରେ ଯୋଉ କର୍ତ୍ତବ୍ୟ ଅଛି ମାର ବାପାର ଭାଇର ସ୍ତ୍ରୀର ଝିଅ ପୁଅ ଯୋଉ କର୍ତ୍ତବ୍ୟ ଅଛି ସେ କର୍ତ୍ତବ୍ୟ କରିଦିଅ। ଯେତିକି ଅଛି ଯେତିକି ଆବଶ୍ୟକ ଅଛି ସେତିକି କଥା ହୁଅ। ତାଠୁ ବେଶୀ କଥା ହୁଅ ନାହିଁ, ତାଠୁ ବେଶୀ ମିଶ ନାହିଁ, ତାଠୁ ବେଶୀ କ୍ଲୋଜ ହୁଅ ନାହିଁ। ଏବେକା ସମୟରେ କିଏ କାହାର ନାହିଁ। କାହା ପର୍ସନାଲ କଥା କାହା ଆଗରେ କୁହ ନାହିଁ। ଏ କଳିଯୁଗ ସେଇଟା। ଯାହାକୁ ନିଜର ବୋଲି ବେଶୀ ମାନିବ ନା ସେ ମଣିଷ ହିଁ ତମକୁ ପଛ ପଟେ ଟାଣୁଛି। ତମେ ଦେଖିପାରିନ ତା ପଛପଟୁ ଯେ କାମ କରୁଛନ୍ତି। ଏ କଳିଯୁଗ ସମସ୍ତଙ୍କ ଘରେ ସେମିତି, ସମସ୍ତଙ୍କ ପରିବାରରେ ସେମିତି। ପରିବାରରେ ଅନ୍ୟ କିଏ ନାହିଁ। ସମସ୍ତଙ୍କୁ ଘରେ ଗୋଟେ ନିଜେ ସବୁବେଳେ ସତ୍ୟରେ ଧର୍ମରେ ଛାଡ ଭଗବାନ ସାଥିରେ ଆମକୁ କିଏ କିଛି କରିବେ ସବୁବେଳେ ସତ୍ୟରେ ଜିତବ। ଲୋକ ପଛପଟେ ଯେତେ ଯୋଉଟା କରି ତାଙ୍କ ଉପରେ ଯିବ ଦିନେ ନା ଦିନେ ସିଏ ହିଁ ରୋକିବେ। ଭଲ କରିଥିଲେ ଦିନେ ନା ଦିନେ ଆମଟା ଆମେ ହିଁ ଗଢିବା। ଖରାପ କରିଥିଲେ ତାଙ୍କଟା ତାଙ୍କେ ଦିନେ ନା ଦିନେ ଭୋଗିବେ। ଏବେକା କିଏ
ଆମେ ଯିଏ ଯେମିତି କରୁଛି ସେ ସେମିତି ଭୋଗିବ। ଆମେ ଏବେକା ସମୟରେ ଭଗବାନଙ୍କ ବିଷୟ କରିବା, ସବୁବେଳେ ଭଗବାନର ନାଁ ଜପ କରିବା, ଏକା ରହିବା ପାଇଁ କୋସିସ କରିବା। ଏଇ ପଢିଯିବେ ମନରେ ସନ୍ତୁଷ୍ଟି ରହିବ। ଏଇଠି ଯେତିକି ଦିନ ଆସିଛୁ ଆମର ଯୋଉ କର୍ତ୍ତବ୍ୟ ଅଛି ସେ କର୍ତ୍ତବ୍ୟ କରି ଏ ସଂସାରକୁ ଯିବାର। ଆମେ କାହା ସାଥିରେ ଦୁଷ୍କର୍ମ କରିବାର ନାହିଁ, କାହାକୁ ବିରୋଧୀ କରିବାର ନାହିଁ। ସବୁବେଳେ ଭଗବାନ ସାଥିରେ ବିଶ୍ୱାସ କରି ଭଗବାନର କାମ ସତ୍ୟ ଧର୍ମ ମାନି କରିଦେବା। ଆଉ ସମସ୍ତଙ୍କୁ ନମସ୍କାର। ସୀତା ରାଧେ ରାଧେ।